ସମସ୍ତେ କର୍ମର ଅଧୀନ। କର୍ମଫଳର ଭାଗୀଦାର ସମସ୍ତଙ୍କୁ ହେବାକୁ ପଡ଼ିଥାଏ। ଦ୍ରୌପଦୀ ପାଞ୍ଚପତିଙ୍କ ପତ୍ନୀ ହେବା ପାଇଁ ସମସ୍ତେ କୁନ୍ତୀମାତାଙ୍କୁ ଦାୟୀ କରିଥାନ୍ତି। ମାତ୍ର କୁନ୍ତୀମାତା ଏକ ମାଧ୍ୟମ ମାତ୍ର। ତେବେ ଅସଲ କଥା କ'ଣ ଆସନ୍ତୁ ଜାଣିବା। ଦ୍ରୌପଦୀ ପୂର୍ବଜନ୍ମରେ ଏକ ଋଷିଙ୍କ ପତ୍ନୀ ଥିଲେ। ଦିନେ ସେ ଋଷିଙ୍କୁ ତାଙ୍କ ପୁଣ୍ୟରୁ କିଛି ମାଗିଲେ। ଋଷି କହିଲେ କି କାହାରି ପୁଣ୍ୟ କାହା ପାଖକୁ ଯାଏ ନାହିଁ। ତୁମେ ଯଦି ପୁଣ୍ୟ ଚାହୁଁଛ ତାହେଲେ ତପସ୍ୟା କର। ତାପରେ ସ୍ୱାମୀଙ୍କ ନିର୍ଦ୍ଦେଶକ୍ରମେ ସେ ଭୋଳାନାଥଙ୍କୁ ତପସ୍ୟା କଲେ। ତପସ୍ୟାରେ ଭୋଳାନାଥ ସନ୍ତୁଷ୍ଟ ହୋଇ ପ୍ରସନ୍ନ ହେଲେ। ଋଷିପତ୍ନୀ 14ଟି ସୁଗୁଣ ଥିବା ସ୍ୱାମୀ ତାଙ୍କୁ ମିଳୁ ବୋଲି ବର ମାଗିଲେ। ଭୋଳାନାଥ ହସିଲେ ଏବଂ କହିଲେ, ଏସବୁ ଗୁଣ କେବଳ ମୋ ପ୍ରଭୁ ଶ୍ରୀନାରାୟଣଙ୍କ ପାଖରେ ଅଛି। କୌଣସି ମଣିଷ ପାଖରେ ଏତେ ସବୁ ସୁଗୁଣ ନଥାଏ। ତାପରେ ଋଷିପତ୍ନୀ 5 ଗୁଣ ବିଶିଷ୍ଟ ସ୍ୱାମୀଙ୍କୁ ବର ରୂପେ ମାଗିଲେ। ଭୋଳାନାଥ କେଉଁ 5 ଗୁଣ ପ୍ରଶ୍ନ କଲେ। ଋଷିପତ୍ନୀ କହିଲେ, ପ୍ରଥମରେ ସିଏ ଜଣେ ଧର୍ମାତ୍ମା ହୋଇଥିବେ, ସବୁବେଳେ ଧର୍ମପଥରେ ଚାଲୁଥିବେ। ଦ୍ୱିତୀୟରେ ସେ ପ୍ରଚଣ୍ଡ ପରାକ୍ରମୀ ହୋଇଥିବେ। ତୃତୀୟରେ ସେ ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ଦିବ୍ୟାସ୍ତ୍ରର ସଞ୍ଚାଳକ ହୋଇଥିବେ, ଯେମିତି ତାଙ୍କୁ କେହି ହରେଇ ପାରିବେନି। ଚତୁର୍ଥରେ ସେ ବହୁତ ସୁନ୍ଦର ହୋଇଥିବେ। ପଞ୍ଚମରେ ସେ ଭବିଷ୍ୟତ ଜାଣିପାରୁଥିବେ। ତାପରେ ଭୋଳାନାଥ କହିଲେ, ଜଣେ ମଣିଷ କେବେବି ଏ 5 ଗୁଣର ଅଧିକାରୀ ହୋଇପାରିବନି। ଯଦି ତୁମେ ଏ 5 ଗୁଣ ସମ୍ପନ୍ନ ସ୍ୱାମୀ ଚାହୁଁଛ, ତାହେଲେ ତୁମକୁ 5 ଜଣକୁ ବିବାହ କରିବାକୁ ପଡ଼ିବ। ଋଷିପତ୍ନୀ କହିଲେ, ମୁଁ ବର ମାଗିବା କଥା ବର ମାଗିଦେଲି, ଆପଣ ଯାହା କରିବା କଥା କରନ୍ତୁ। ଭୋଳାନାଥ ତଥାସ୍ତୁ କହି ଚାଲିଗଲେ। ପରଜନ୍ମରେ ଋଷିପତ୍ନୀ ଯାଜ୍ଞସେନୀ ରୂପରେ ଯଜ୍ଞରୁ ଉତ୍ପନ୍ନ ହେଲେ। ପରେ ସେ ଦ୍ରୁପଦ ରାଜାଙ୍କ କନ୍ୟା ହୋଇଥିବାରୁ ତାଙ୍କ ନାମ ଦ୍ରୌପଦୀ ହୋଇଥିଲା। ମହାଧନୁର୍ଦ୍ଧର ଅର୍ଜୁନ ଲାଖ ବିନ୍ଧି ତାଙ୍କୁ ବିବାହ କରିଥିଲେ। ପରେ ମାତା କୁନ୍ତୀଙ୍କ ମୁଖନିସୃତ ବାଣୀ ପାଇଁ ସେ 5 ପାଣ୍ଡବଙ୍କ ପତ୍ନୀ ହୋଇଥିଲେ। ପୂର୍ବଜନ୍ମର ପ୍ରାରବ୍ଧ ପାଇଁ ସେ 5 ଗୁଣ ବିଶିଷ୍ଟ 5 ପତିଙ୍କ ପତ୍ନୀ ହୋଇଥିଲେ। ପ୍ରଥମ ଗୁଣର ଅଧିକାରୀ ଧର୍ମରାଜ ଯୁଧିଷ୍ଠିର। ଦ୍ୱିତୀୟ ଗୁଣର ଅଧିକାରୀ ମହାପରାକ୍ରମୀ ଭୀମସେନ। ତୃତୀୟ ଗୁଣର ଅଧିକାରୀ ମହାଧନୁର୍ଦ୍ଧର ଗାଣ୍ଡୀବଧାରୀ ଅର୍ଜୁନ। ଚତୁର୍ଥ ଗୁଣର ଅଧିକାରୀ ନକୁଳ। ନକୁଳ ଖୁବ୍ ସୁନ୍ଦର ଦେଖିବା ପାଇଁ ଥିଲେ। ଆଉ ପଞ୍ଚମ ଗୁଣର ଅଧିକାରୀ ସହଦେବ। ସହଦେବ ସବୁ ସମୟରେ ଭବିଷ୍ୟତ ଜାଣିପାରୁଥିଲେ। ତ ଏଇ ଥିଲା ଦ୍ରୌପଦୀଙ୍କ 5 ପତିଙ୍କ ପତ୍ନୀ ହେବାର କାରଣ। ଭବିଷ୍ୟତ ଯାହା ଅବଶ୍ୟ ଘଟିବ, କିଏ ତା କରିବ ଆନ। କିଏ ଅବା ସେହି ଜ୍ୟୋତିଶ୍ଚକ୍ରଗତି ରୁଧିବାକୁ ବଳବାନ। ଭିଡ଼ିଓ ଭଲ ଲାଗିଥିଲେ କମେଣ୍ଟରେ ସମସ୍ତେ ଜୟ ଶ୍ରୀକୃଷ୍ଣ ଲେଖିଦେବେ।